ଖରା ଦିନ ହେବାରୁ ଜଙ୍ଗଲର ସବୁ ନଦୀ ପୋଖରୀ ଶୁଖି ଯାଇଥିଲା। କେବଳ ଗୋଟିଏ କୂଅ ଥିଲା ଯାହାର ପାଣି ଶୁଖି ନଥିଲା। ସବୁ ଚଢ଼େଇ ସେ କୂଅରୁ ପାଣି ନେଇ ଚଳୁଥିଲେ। ଆରେ ମା କୁନି, ଘରେ ତ ଆଉ ପାଣି ନାହିଁ, ଚାଲେ କୂଅରୁ ପାଣି ଆଣିବାକୁ ଯିବା। ଠିକ ଅଛି ମା, ଚାଲ ଯିବା। ତାପରେ ମା ଚଢ଼େଇ ତାର ଝିଅ ସାଙ୍ଗରେ କଳସୀ ଧରି କୂଅ ପାଖକୁ ଗଲା। ହେଲେ କୂଅ ପାଖର ଦୃଶ୍ୟ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। କୂଅ ପାଖରେ କଳସୀ ଧରି ଅନେକ ଚଢ଼େଇ ଲାଇନରେ ଛିଡ଼ା ହେଇଥିଲେ। ଦଳେ ଶିକାରୀ କାଉ କୂଅକୁ ଘେରି ରହିଥିଲେ। ଆରେ ଭଉଣୀ, କଣ ହେଇଛି? ସମସ୍ତେ କୂଅ ପାଖରେ ଏମିତି ଜମା ହେଇଛନ୍ତି। କଣ ଆଉ ହବ ଭଉଣୀ, ଆମ ଜଙ୍ଗଲକୁ ସେ ଶିକାରୀ କାଉମାନେ ଆସି ଏ କୂଅକୁ ଦଖଲ କରି ନେଇଛନ୍ତି। ଖାଇବା ଦେଲେ ଯାଇ ସେମାନେ ଆମକୁ ପାଣି ଦଉଛନ୍ତି। ସେ ଶିକାରୀ କାଉମାନେ ଏ ବର୍ଷ ବି ଚାଲି ଆସିଲେଣି। ପ୍ରତିବର୍ଷ ସେମାନେ ଏମିତି ଆମ ଜଙ୍ଗଲକୁ ଆସି ଆମକୁ ହଇରାଣ କରନ୍ତି। ଜଲ୍ଦି ଜଲ୍ଦି ଏଠାକୁ ଆସ। ଯାହା ପାଖରେ ଖାଇବା ନାହିଁ ସେ ଲାଇନରେ ଆସିବନି, ତାକୁ ପାଣି ମିଳିବନି। ମୋ ପାଖରେ 2ଟି ଗହମ ଦାନା ଅଛି, ମତେ କେତେ ପାଣି ମିଳିବ? ମାତ୍ର 2ଟା ଦାନା? ଏତେ ଅଳ୍ପ ଦାନାରେ ତତେ ଅଧା କଳସୀ ପାଣି ମିଳିବ। ମାତ୍ର ଅଧା କଳସୀ? ସେତିକି ପାଣି ତ ଆମର ଗୋଟେ ଦିନ ବି ଯିବନି। ସେ କଥା ମୁଁ ଜାଣିନି। ଯିଏ ଅଧିକ ଦାନା ଦେବ ମୁଁ ତାକୁ ଅଧିକ ପାଣି ଦେବି। ମୋ ସମୟ ନଷ୍ଟ କରନି, ପାଣି ଧରି ଶୀଘ୍ର ଏଠାରୁ ଯା। ମା ଚଢ଼େଇ ଆଉ ତା ଝିଅର ମନ ଦୁଃଖ ହେଇଗଲା। ସେମାନେ ଘରକୁ ଫେରି ଆସିଲେ। ମା, କାଉମାନେ ପ୍ରତିବର୍ଷ ଚଢ଼େଇ ମାନଙ୍କୁ କାହିଁକି ହଇରାଣ କରନ୍ତି? ସେ ଦୁଷ୍ଟ କାଉମାନଙ୍କର ସ୍ୱଭାବ ହିଁ ସେମିତିରେ ମା। ସେମାନେ ଚଢ଼େଇ ମାନଙ୍କୁ କଷ୍ଟ ଦେଇ ତାଙ୍କର ଖାଇବା ଛଡେଇ ନିଅନ୍ତି। ନିଜେ କାମ ନ କରି ଚଢ଼େଇ ମାନଙ୍କୁ ଡରି ନିଜର କାମ କରି ନିଅନ୍ତି। ହେଲେ ମା, ସେ କାଉମାନଙ୍କୁ ସମସ୍ତେ ଏତେ ଡରନ୍ତି କଣ ପାଇଁ? ଆରେ ମା, ସେ କାଉମାନେ ହଉଛନ୍ତି ଶିକାରୀ କାଉ। ତାଙ୍କ ପାଖରେ ଅନେକ ଶକ୍ତି ଅଛି। କେହି ତାଙ୍କୁ କିଛି କହିଲେ ସେମାନେ ତାଙ୍କୁ କଠିନ ଶାସ୍ତି ଦିଅନ୍ତି। ମା ଦେଖିବ, ଦିନେ ନା ଦିନେ ମୁଁ ସେ କାଉମାନଙ୍କୁ ଉଚିତ ଶିକ୍ଷା ଦେବି। ଯୋଉଠି ଆମେ ବଡ଼ମାନେ ଭୟରେ ଚୁପ୍ ରହୁଛୁ, ତୁ ସାନ ପିଲା ହେଇ ସେ କାଉମାନଙ୍କର କଣ କ୍ଷତି କରିପାରିବୁ? ରାତି ବହୁତ ହେଲାଣି ମା, ଶୋଇପଡ଼। ରାତି ଯାଇ ସକାଳ ହେଲା। ହଠାତ୍ ମା ଚଢ଼େଇର ଦେହ ଖରାପ ହେଇଗଲା। ଆରେ ମା, ଭାରି ଶୋଷ ଲାଗୁଛି, ଟିକେ ପାଣି ଆଣିଲୁ। ମା, ପାଣି ଆଉ ନାହିଁ, ସରି ଯାଇଛି। ଘରେ କିଛି ବି ଖାଇବା ନାହିଁ। ମୁଁ ଯାଉଛି ଦାନା ଖୋଜି କୂଅରୁ ପାଣି ଆଣିବି। ଆରେ ମା, ତୁ କଣ ଏତେ ସବୁ କାମ କରିପାରିବୁ? ହଁ ମା, ମୁଁ ପାରିବି, ଚିନ୍ତା କରନି, ତୁମେ ଆରାମ କର। ତାପରେ କୁନି ଚଢ଼େଇ ଦାନା ଖୋଜିବା ପାଇଁ ବାହାରକୁ ଗଲା। ସେ ଅନେକ ସମୟ ଖୋଜିଲା ପରେ ବି ଖାଇବା ପାଇଲାନି। ଏମିତି ବୁଲୁ ବୁଲୁ ସେ ପାଖ ଜଙ୍ଗଲକୁ ଚାଲିଗଲା। ସେଠି ସେ ଗୋଟେ ଅଙ୍ଗୁର ଗଛ ଦେଖିଲା। ସେ ଅଙ୍ଗୁର ନେଇ ଫେରିବା ସମୟରେ ଆକାଶକୁ ଦେଖିଲା। ଆକାଶରେ କଳା ବାଦଲ ଛାଇ ଯାଇଥିଲା। ଝିପି ଝିପି ବର୍ଷା ବି ହଉଥିଲା। ଉପରେ କେତେ ସୁନ୍ଦର କଳା ବାଦଲ, ଏଠି କେତେ ସୁନ୍ଦର ବର୍ଷା ହେଉଛି। ଆମ ଜଙ୍ଗଲରେ ନା ଅଛି ବାଦଲ, ନା ହେଉଛି ବର୍ଷା। ଗରମରେ ସମସ୍ତଙ୍କ ଅବସ୍ଥା ଖରାପ। କେବେ ଯେ ଆମ ଜଙ୍ଗଲରେ ଏମିତି ବର୍ଷା ହେବ? ତାପରେ କୁନି ସେ ଅଙ୍ଗୁର ପେନ୍ଥା ନେଇ କାଉମାନଙ୍କୁ ଦେଲା। କଳସୀରେ ପାଣି ନେଇ ସେ ଫେରିବା ରାସ୍ତାରେ ଏକ କଇଁଚକୁ ପଡ଼ିଥିବାର ଦେଖିଲା। ସେ ତା ପାଖକୁ ଗଲା। କଣ ହେଇଛି ତୁମର? ତୁମେ ଏଠି ଏମିତି ପଡ଼ିଛ କଣ ପାଇଁ? ପାଣି, ମତେ ଟିକେ ପାଣି ଦିଅ, ନହେଲେ ମୁଁ ଶୋଷରେ ମରିଯିବି। ଟିକେ ଅପେକ୍ଷା କର, ମୁଁ ଏବେ ପାଣି ଦଉଛି। ତାପରେ କୁନି ତା କଳସୀର ଢାଙ୍କୁଣୀରେ କିଛି ପାଣି ଢାଳି ସେ କଇଁଚକୁ ପିଇବା ପାଇଁ ଦେଲା। ଚଢ଼େଇ ଛୁଆ, ତତେ ଅନେକ ଅନେକ ଧନ୍ୟବାଦ। ତୋ ପାଇଁ ମୋ ଜୀବନ ବଞ୍ଚିଗଲା। ଆଚ୍ଛା କହିଲୁ, ତତେ କଣ ଦରକାର? ତୁ ଯାହା କହିବୁ ମୁଁ ତତେ ସବୁ ଦେବି। ତୁମେ ତ ଗୋଟେ ସାଧାରଣ କଇଁଚ, ତୁମେ ମତେ କଣ ଦେଇପାରିବ? ମୁଁ ସାଧାରଣ କଇଁଚ ନୁହଁ, ମୁଁ ଇଚ୍ଛା ପୂରା କରୁଥିବା ମାୟାବୀ କଇଁଚ। ମୁଁ ଜଙ୍ଗଲରୁ ଜଙ୍ଗଲ ବୁଲିପାରେ। ମୁଁ ତୁମ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ହେଲେ ଏଠି ମୁଁ କୌଣସି ଜାଗାରେ ପାଣି ପାଇଲିନି। ଶୋଷରେ ମୋ ମୁଣ୍ଡ ବୁଲେଇ ଦେବାରୁ ମୁଁ ଏଠି ପଡ଼ି ରହିଥିଲି। ତୁ ମତେ ପାଣି ଦେଇ ମୋ ଜୀବନ ବଞ୍ଚେଇଲୁ। ଗରମ ପାଇଁ ଆମ ଜଙ୍ଗଲର ଅବସ୍ଥା ଏବେ ବହୁତ ଖରାପ। ମୁଁ ଚାହେଁ ତୁମେ ଆମ ଜଙ୍ଗଲରେ ବର୍ଷା କରାଅ। ଇଏ ତ ବହୁତ କଠିନ କାମ। ତୁମ ଜଙ୍ଗଲ ଉପରେ କୌଣସି କଳା ବାଦଲ ନାହିଁ। ଥିଲେ ମୁଁ ବର୍ଷା କରିପାରିଥାନ୍ତି। ଗୋଟେ ଉପାୟ ଅଛି। ପାଖ ଜଙ୍ଗଲରେ ଏବେ ବି ବର୍ଷା ହେଉଛି। ସେଠି ଅନେକ କଳା ବାଦଲ ଅଛି।
ତୁମେ ସେଥିରୁ ଗୋଟେ କଳା ବାଦଲ ଆଣି ଆମ ଜଙ୍ଗଲରେ ବର୍ଷା କରାଅ। ତା ମାନେ ତୁ ଚାହୁଁଛୁ ସେ କଳା ବାଦଲ ଭିତରୁ ଗୋଟେ ବାଦଲ ଚୋରି କରିବା ପାଇଁ? ହଁ, ଯେପର୍ଯ୍ୟନ୍ତ ଆମ ଜଙ୍ଗଲରେ ବର୍ଷା ହେଇନି ମୁଁ ଚାହେଁ ସେ କଳା ବାଦଲ ଭିତରୁ ଗୋଟେ ବାଦଲ ଚୋରି କରି ଆଣି ଆମ ଜଙ୍ଗଲରେ ବର୍ଷା କରାନ୍ତି। ଆଚ୍ଛା ଠିକ୍ ଅଛି, ତୁ ଯେମିତି ଚାହୁଁଛୁ ସେମିତି ହେବ। ତାପରେ ସେ କଇଁଚ ତା ଯାଦୁ ଶକ୍ତିରେ ଏକ ଦଉଡ଼ି ଆଣି ଆକାଶ ଉପରକୁ ଫିଙ୍ଗିଦେଲା। ସେ ଦଉଡ଼ିଟି ଶୀଘ୍ର ଶୀଘ୍ର ବାଦଲଙ୍କ ପାଖକୁ ଗଲା। କିଛି ସମୟରେ ହିଁ ସେ ଏକ ବାଦଲକୁ ବାନ୍ଧି କୁନି ଆଉ କଇଁଚ ପାଖକୁ ଆସିଲା। ଆରେ ଇଏ କି ଆଶ୍ଚର୍ଯ୍ୟକର ଘଟଣା! ମୁଁ ତ ମୋ ଆଖିକୁ ବିଶ୍ୱାସ କରିପାରୁନି। ଏମିତି କ'ଣ ସମ୍ଭବ? ହଁ, ଏସବୁ ସତ। ଆଜିଠୁ 2 ଦିନ ଯାଏଁ ଏ ବାଦଲ ତୋର। ଏ ଦଉଡ଼ି ଧରି ତୁ ଯୋଉଠି ଇଚ୍ଛା ସେଇଠି ବର୍ଷା କରିପାରିବୁ। 2 ଦିନ ଯାଏଁ କ'ଣ ପାଇଁ? 2 ଦିନ ପରେ କ'ଣ ହେବ? ଏ ଯାଦୁର ଦଉଡ଼ି 2 ଦିନ ଯାଏଁ ହିଁ କୌଣସି ଜିନିଷକୁ ବାନ୍ଧିପାରେ। 2 ଦିନ ପରେ ଦଉଡ଼ି ଆପେ ଆପେ ଖୋଲିଯିବ। ବାଦଲ ନିଜ ଜାଗାକୁ ଫେରିଯିବ। ସେ ପର୍ଯ୍ୟନ୍ତ ତୋର ଯେତିକି ପାଣି ଦରକାର ତୁ ବର୍ଷା କରିନେ। ଠିକ୍ ଅଛି ମାୟାବୀ କଇଁଚ, 2 ଦିନ ପରେ ଆସି ତୁମେ ତୁମର ଯାଦୁର ଦଉଡ଼ି ନେଇଯିବ। ପ୍ରଥମ ଦିନ କୁନି ତା ଜଙ୍ଗଲରେ ଥିବା ସବୁ ନଦୀ ପୋଖରୀରେ ବର୍ଷା କରିଲା। ନଦୀ ପୋଖରୀ ପାଣିରେ ଭର୍ତ୍ତି ହେଇଗଲା। ଦ୍ୱିତୀୟ ଦିନ ସେ ଗଛ ଲତା ଆଉ ଜମିରେ ବର୍ଷା କରିଲା। 2 ଦିନ ପରେ ମାୟାବୀ କଇଁଚ କୁନି ପାଖକୁ ଆସିଲା। କୁନି, ତୋର ସବୁ କାମ ସରିଲା? ଆଉ ଗୋଟିଏ କାମ ବାକି ଅଛି। ଚାଲ ସେଠାକୁ ଯିବା। ତାପରେ ତୁମେ ତୁମ ଯାଦୁର ଦଉଡ଼ି ନେଇଯିବ। ତାପରେ କୁନି କଇଁଚକୁ ନେଇ କାଉମାନଙ୍କ ଘର ପାଖକୁ ଗଲା। କାଉମାନେ ଏକ ବଡ଼ ଗଛରେ ଘର ତିଆରି କରି ରହୁଥିଲେ। କୁନି ସେମାନଙ୍କ ଘର ଉପରେ ପ୍ରବଳ ବର୍ଷା କରିଲା। ଏଇ କ'ଣ କରୁଛୁ? ଗୋଟିଏ ଗଛ ଉପରେ ଏତେ ବର୍ଷା କରାଉଛୁ? ଏତେ ବର୍ଷା ହେଲେ ତ କାଉମାନଙ୍କ ଘର ଭାଙ୍ଗିଯିବ। ମୁଁ ଚାହୁଁଛି ସେ କାଉମାନଙ୍କର ଘର ଭାଙ୍ଗିଯାଉ। ସେ ଦୁଷ୍ଟ କାଉମାନେ ଚଢ଼େଇମାନଙ୍କୁ ବହୁତ ହଇରାଣ କରନ୍ତି। ତାଙ୍କ ଘର ଭାଙ୍ଗିଗଲେ ସେମାନେ ଜଙ୍ଗଲ ଛାଡ଼ି ଚାଲିଯିବେ। ଆରେ ଏମିତି କାହାର କ୍ଷତି କରି ତାଠୁ ପ୍ରତିଶୋଧ ନେବା ଠିକ୍ ନୁହଁ। ମୋ ପାଖରେ ଏମିତି ଗୋଟେ ଉପାୟ ଅଛି ଯାହାଦ୍ୱାରା ସାପ ମରିଯିବ, ଲାଠି ଭାଙ୍ଗିବନି। ମୁଁ କାଉମାନଙ୍କ ଉପରେ କିଛି ଯାଦୁ କରିଦେବି ଯାହାଦ୍ୱାରା ତାଙ୍କୁ ଲାଗିବ ତାଙ୍କ ଉପରେ ବର୍ଷା ହେଉଛି। ସେମାନେ ଯେତେବେଳେ ଚଢ଼େଇମାନଙ୍କୁ କ୍ଷମା ମାଗିବେ ସେମାନେ ଠିକ୍ ହେଇଯିବେ। ଦଉଡ଼ି ଖୋଲିଗଲା। ବାଦଲ ଫେରିଗଲା। ମାୟାବୀ କଇଁଚ ବି ଚାଲିଗଲା। ସମସ୍ତେ ନଦୀ ପୋଖରୀରେ ପାଣି ଦେଖି ଖୁବ୍ ଖୁସି ହେଇଗଲେ। ସେପଟେ କାଉମାନଙ୍କ ଉପରେ ଯାଦୁଇ ବର୍ଷା ଆରମ୍ଭ ହେଇଗଲା, ଯାହା କେବଳ କାଉମାନେ ହିଁ ଦେଖିପାରୁଥିଲେ। ଭୟରେ କାଉମାନେ ଘରୁ ବାହାରି ଆସିଲେ। ଆମକୁ କେହି ବଞ୍ଚାଅ। ଆମ ଉପରୁ ଏ ବର୍ଷା ଯାଉନି କ'ଣ ପାଇଁ? କେହି ଆମକୁ ରକ୍ଷା କର, ନହେଲେ ଆମେ ବର୍ଷାରେ ଭିଜି ଭିଜି ମରିଯିବୁ। ଆରେ ଏଇ କାଉମାନଙ୍କର କ'ଣ ମୁଣ୍ଡ ଖରାପ ହେଇଯାଇଛି? ବର୍ଷା ତ ହେଉନି, ଏମାନେ ଏମିତି ବର୍ଷା ବର୍ଷା କାହିଁକି ହଉଛନ୍ତି? ତମେ ମାନେ ଯଦି ନିଜ ଭୁଲ ମାନିଯିବ ସବୁ କିଛି ଠିକ୍ ହେଇଯିବ। ଆମର ଭୁଲ ହେଇଗଲା। ଆମେ ଆଉ କେବେ ବି ତମମାନଙ୍କୁ ହଇରାଣ କରିବୁନି। ଆଜି ହିଁ ଜଙ୍ଗଲ ଛାଡ଼ି ଚାଲିଯିବୁ। ଆମକୁ କ୍ଷମା କରିଦିଅ। ସବୁ ଚଢ଼େଇ କାଉମାନଙ୍କୁ କ୍ଷମା କରିଦେଲେ। ତାପରେ କାଉମାନେ ବି ଠିକ୍ ହେଇଗଲେ ଆଉ ସେ ଜଙ୍ଗଲ ଛାଡ଼ି ଦୂରକୁ ଚାଲିଗଲେ। ଟିକି ଆଉ ମିକି ନାମରେ 2 ଭଉଣୀ ତାଙ୍କ ବାପା ରାଜୁ ଆଉ ତାଙ୍କ ସାବତ ମା ମୁନି ସାଙ୍ଗରେ ରହୁଥିଲେ। ଆରେ ମିକି, ଆଉ କେତେ ସମୟ ଦୋଳି ଖେଳିବୁ? ଚାଲ ଏବେ ଘରକୁ ଯିବା। ବାପା ଘରକୁ ଆସି ସାରିଥିବେଣି। ଦିଦି ଆଉ ଟିକେ ରହ, ମତେ ନା ଦୋଳି ଖେଳିବାକୁ ଭାରି ଭଲ ଲାଗେ। ମୁନି, ମୋର 2 ଝିଅ କୁଆଡ଼େ ଗଲେ? ଏଯାଏଁ ଘରକୁ ଫେରି ନାହାନ୍ତି। ମୋ 2 ଝିଅଙ୍କ ବିନା ମୋତେ ଖାଇବାକୁ ଜମା ଭଲ ଲାଗେନି। ଏଇ ତ ବାପା, ଆମେ ଆସିଗଲୁ। ଏବେ ଆମେ ତୁମ ସହ ମଜା କରି ଖାଇବୁ। ପୋଡ଼ା ମୋହିଁ ଗୁଡ଼ାଙ୍କର ନାଁ ନେଉ ନେଉ ଆସି ହାଜିର ହେଇଗଲେ। କ'ଣ ହେଲା ମୁନି? କ'ଣ ଭାବୁଛୁ? ମୋ 2 ଝିଅ ଆସିଗଲେ, ଶୀଘ୍ର ଖାଇବାକୁ ଆଣେ। ହଁ ହଁ ବସ, ମୁଁ ଏବେ ଆଣିଦଉଛି। ସମସ୍ତେ ମିଶି ଖାଇବା ଖାଇଲେ। ତାପରେ ସେମାନେ ଶୋଇବାକୁ ଗଲେ। ମା, ଆଜି ରାତି ଆମ ସାଙ୍ଗରେ ଶୁଅ ନା। ରାତିରେ ଏକୁଟିଆ ଶୋଇବା ପାଇଁ ଆମକୁ ଭାରି ଡର ଲାଗେ। ସାରା ଦିନ ଖଟି ଖଟି ମୁଁ ଥକି ଗଲିଣି। ଏଯାଏଁ ବି ଖାଇବା ଖାଇନି, ଆଉ ଏମାନଙ୍କର ନୂଆ ନାଟକ ଆରମ୍ଭ ହେଇଗଲା। ନା ଆଉ ନୁହଁ,
ମୁଁ କାଲି ହିଁ ଏମାନଙ୍କର କିଛି ବ୍ୟବସ୍ଥା କରିବି। ମୁଁ ଯାଏ, ଆଗ ରାଜୁ ସହ ଏ ବିଷୟରେ କଥା ହୁଏ। ମା ଏସବୁ କ'ଣ କହୁଥିଲେ? ସେ ବାପାଙ୍କୁ କ'ଣ କହିବେ? ମୁଁ ଯାଇ ତାଙ୍କ କଥା ଶୁଣେ। ଆରେ ମୁନି, ତୁ ଏଠି? ମୋ ଦୁଇ ଝିଅ ଶୋଇପଡ଼ିଲେଣି। ରଖ ତମର ସେ ଦୁଇ ଝିଅଙ୍କ କଥା। ମୁଁ ଆଉ ତମ ଦୁଇ ଝିଅଙ୍କର ସେବା କରିପାରିବିନି। ଏଇ ଘରେ ତମ ଦୁଇ ଝିଅ ରହିବେ, ନହେଲେ ମୁଁ ରହିବି। ତମେ ଶୀଘ୍ର ତମ ଦୁଇ ଝିଅଙ୍କୁ ଏ ଘରୁ ବାହାର କର। ଆରେ ତୁ ଏସବୁ କ'ଣ କହୁଛୁ? ମା ହରା ଦୁଇଟି ଛୁଆଙ୍କୁ ମୁଁ କୋଉଠି ନେଇ ଛାଡ଼ିବି? ମୁଁ ସେସବୁ ଜାଣିନି। ମୁଁ ଆଉ ତମ ଦୁଇ ଛୁଆଙ୍କ ସହ ରହିପାରିବିନି। କିଛି ଦିନ ଯଦି ମୁଁ ଏଠି ରହିବି, ମୁଁ ପାଗଳ ହେଇଯିବି। ଭୁଲି ଯାଅନି, ତମ ବିପଦ ସମୟରେ ମୋ ବାପା ମୋଟା ଅଙ୍କର ଟଙ୍କା ଦେଇ ତମକୁ ସାହାଯ୍ୟ କରିଥିଲେ। ତମେ ଘର ଜମି ସବୁ ମୋ ବାପାଙ୍କ ପାଖରେ ବନ୍ଧା ପକେଇଛ। ମୁଁ ଯଦି ରାଗିକି ଏଠୁ ଚାଲିଯିବି, ଦେଖିବ ମୋ ବାପା ତୁମର କ'ଣ ଅବସ୍ଥା କରିବେ। ତୁମେ କାଲି ହିଁ ତୁମର ଦୁଇ ଝିଅକୁ ନେଇ ଜଙ୍ଗଲ ଭିତରେ ଛାଡ଼ିଦିଅ। ମା ଏସବୁ କ'ଣ କହୁଛନ୍ତି? ଆମ ଦୁଇ ଭଉଣୀକୁ ନେଇ ଜଙ୍ଗଲ ଭିତରେ ଛାଡ଼ିଦେବେ? ଆମର କ'ଣ ହେବ? ଆମେ କେମିତି ଘରକୁ ଫେରିବୁ? ସେତେବେଳେ ହଠାତ୍ ସେ ଚଢ଼େଇ ଛୁଆର ନଜର ଚମକୁଥିବା କିଛି ପଥର ଉପରେ ପଡ଼ିଲା। ଏତେ ରାତିରେ ବି ପଥର ସବୁ ଏମିତି ଚକଚକ କରୁଛି। ମୁଁ ଏସବୁ ମୋ ସାଙ୍ଗରେ ନେଇଯାଏ। ଏମିତି ଚିନ୍ତା କରି ସେ ସେଇ ପଥର ଗୁଡ଼ାକୁ ନେଇ ଏକ ପୋଟଳିରେ ରଖିଲା। ତାପରେ ସେ ଶୋଇପଡ଼ିଲା। ପରଦିନ ସକାଳେ, ଟିକି, ମିକି, ତମେ ଦୁଇ ଜଣ ଶୀଘ୍ର ବାହାରକୁ ଆସ। କ'ଣ ହେଲା ମା? ଆମକୁ ଡାକିଲ? ହଁ, ମୁଁ ଆଉ ତମ ବାପା ଜଙ୍ଗଲ ଭିତରକୁ ଖାଇବା ଆଣିବା ପାଇଁ ଯାଉଛୁ। ତମେ ଦୁଇ ଜଣ ବି ଆମ ସାଙ୍ଗରେ ଆସ। ତାପରେ ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ଗଲେ। ଏକ ଗଛ ମୂଳେ ଓହ୍ଲେଇ ମୁନି ସେମାନଙ୍କୁ କହିଲା, ଟିକି, ମିକି, ତମେ ଦୁଇ ଜଣ ଏଇଠି ଥାଅ। ମୁଁ ଆଉ ତମ ବାପା ଖାଇବା ଧରି ଶୀଘ୍ର ଏଠାକୁ ଆସିବୁ। ଏମିତି କହି ମୁନି ଆଉ ରାଜୁ ସେଠାରୁ ଚାଲିଗଲେ। ରାଜୁ ବହୁତ କଷ୍ଟ ପାଉଥିଲା। ସେ ପଛକୁ ବୁଲି ବୁଲି ତାର ଦୁଇ ଝିଅଙ୍କୁ ହିଁ ଦେଖୁଥିଲା। ସାରା ଦିନ ବିତିଗଲା। ରାଜୁ ଆଉ ମୁନି ଫେରିଲେନି। ରାତି ହେଇଯିବା ପରେ ମିକି ଭୟରେ କାନ୍ଦିଲା। ଟିକି ଦିଦି, ମତେ ଭାରି ଡର ଲାଗୁଛି। ବାପା ମା ଏଯାଏଁ ଫେରିଲେନି। ଆମେ ଘରକୁ କେମିତି ଯିବା? କାନ୍ଦନି ଭଉଣୀ, ମୁଁ ଜାଣିଥିଲି ଆମ ସହ ଏମିତି କିଛି ହେବ। ସେଥିପାଇଁ ଆସିବା ରାସ୍ତାରେ ମୁଁ ଚମକୁଥିବା କିଛି ପଥର ପକେଇ ଦେଇଛି। ଚାଲ ସେ ପଥର ଗୁଡାକୁ ଦେଖି ଦେଖି ଘରକୁ ଯିବା। ଏମିତି କଥା ହେଇ ଦୁଇ ଭଉଣୀ ଚମକୁଥିବା ସେ ପଥର ଗୁଡାକୁ ଦେଖି ଦେଖି ନିଜ ଘରକୁ ଫେରି ଆସିଲେ। ରାଜୁ ଶୋଇ ନଥିଲା। ସେ ଯେମିତି ତାର ଦୁଇ ଝିଅଙ୍କୁ ଦେଖିଲା, ସେ ଦୌଡ଼ି ଯାଇ ତାର ଦୁଇ ଝିଅଙ୍କୁ ଚାପୁଡ଼ି ଧରି ଅନେକ କାନ୍ଦିଲା। ଏ କ'ଣ ରେ ମା, ତମେ ଦୁଇ ଜଣ ଫେରି ଆସିଲ? ତମେ ମାନେ ଠିକ୍ ଅଛ ତ? ମୋର ଭୁଲ ହେଇଗଲା। ମୁଁ ଆଉ କେବେ ତମମାନଙ୍କୁ ଏକା ଛାଡ଼ିବିନି। ଆରେ କ'ଣ ଏଗୁଡ଼ା ଘରକୁ କେମିତି ଫେରିଲେ? ନା, ଏମାନଙ୍କୁ ମୁଁ ଏମିତି ଛାଡ଼ି ପାରିବିନି। ମତେ ହିଁ କିଛି କରିବାକୁ ପଡ଼ିବ। ସେ ରାତି ଯାଇ ସକାଳ ହେଲା। ରାଜୁ ଯେମିତି କାମକୁ ଚାଲିଗଲା, ମୁନି ଟିକି ଆଉ ମିକିକୁ ଡାକିଲା। ଟିକି, ମିକି, ଚାଲ ଆମେ ଆଜି ତମ ମାଉସୀ ଘରକୁ ବୁଲିବା ପାଇଁ ଯିବା। ତୁମେ ସତ କହୁଛ ମା? ଆଜି ଆମେ ମାଉସୀ ଘରକୁ ଯିବା? ଅନେକ ଦିନ ହେଇଗଲାଣି ଆମେ ମାଉସୀ ଘରକୁ ଯାଇନୁ। ଚାଲ ଚାଲ ମା, ଶୀଘ୍ର ଯିବା। ମତେ ଭାରି ଶୋଷ ଲାଗୁଛି। ତମେ ଦୁଇ ଜଣ ଏଇଠି ଥାଅ, ମୁଁ ଯାଉଛି ପାଣି ପିଇ ଆସିବି। ମା, ଆମେ ବି ତୁମ ସହ ଯିବୁ। ନା, ତମେ ଦୁଇ ଜଣ ଏଇଠି ଥାଅ, ମୁଁ ପାଣି ପିଇ ଶୀଘ୍ର ଫେରି ଆସିବି। ଦିଦି, ମା ଆଜି ବି ଆମକୁ ଛାଡ଼ି ଚାଲିଗଲେ। ଏବେ ଆମେ ଘରକୁ କେମିତି ଫେରିବା? କାନି ଭଉଣୀ, ଆଜି ଆମ ନିଜ ମା ନାହିଁ ବୋଲି ଆମ ସାବତ ମା ଆମ ସହ ଏମିତି କରୁଛନ୍ତି। ମା, ତୁ ଆମକୁ ଛାଡ଼ି କାହିଁକି ଚାଲିଗଲୁ? ଦୁଇ ଭଉଣୀ କାନ୍ଦି କାନ୍ଦି ସେ ରାତିରେ ସେଠି ଶୋଇପଡ଼ିଲେ। ସକାଳ ହେଲା ପରେ, ଆରେ ଭଉଣୀ, ଉଠ ଉଠ, ସକାଳ ହେଇଗଲାଣି। ଚାଲିବେ ଘରକୁ ଫେରିବାର ରାସ୍ତା ଖୋଜିବା। ତାପରେ ଦୁଇ ଭଉଣୀ ଘରକୁ ଫେରିବାର ରାସ୍ତା ଖୋଜିଲେ। ଏମିତି ଖୋଜୁ ଖୋଜୁ ହଠାତ୍ ସେମାନେ ଏକ ବଡ଼ ଚକୋଲେଟ ଘର ଦେଖିବାକୁ ପାଇଲେ। ଦିଦି ଦେଖ ନା, ଏଠି କେତେ ବଡ଼ ଗୋଟେ ଚକୋଲେଟ ଘର ଅଛି। ଚାଲ ଦିଦି, ସେ ଘରୁ କିଛି ଚକୋଲେଟ ଆଣି ଖାଇବା। ଭାରି ଭୋକ ଲାଗିଲାଣି। ହଠାତ୍ ସେ ଚକୋଲେଟ ଘର ଭିତରୁ ଏକ ବୁଢ଼ୀ ଚଢ଼େଇ ବାହାରି ଆସି ସେମାନଙ୍କୁ କହିଲା,
ଆରେ ଛୋଟ ଛୋଟ ଛୁଆମାନେ, ତମମାନଙ୍କୁ ଭୋକ ଲାଗୁଥିବ। ଆସ ଆସ, ମୋ ଘର ଭିତରକୁ ଆସ। ମୋ ଘରେ ଅନେକ ଖାଇବା ଅଛି। ପେଟ ପୂରା ଖାଇବା ଖାଇବ। ତା ସହ ମୁଁ ତମମାନଙ୍କୁ ଅନେକ ଅନେକ ଚକୋଲେଟ୍ ବି ଦେବି। ବୁଢ଼ୀ ଚଢ଼େଇର କଥା ଶୁଣି ଟିକି ଆଉ ମିକି ସେ ଘର ଭିତରକୁ ଗଲେ। ବୁଢ଼ୀ ଚଢ଼େଇଟି ସେମାନଙ୍କୁ ଅନେକ ସାରା ଖାଇବା ସହ ଚକୋଲେଟ୍ ବି ଦେଲା। ଦୁଇ ଛୁଆ ମନ ଭରି ଖାଇବା ଖାଇଲେ। ପ୍ରକୃତରେ ସେ ବୁଢ଼ୀ ଚଢ଼େଇଟି ଥିଲା ଗୋଟେ ଭୟଙ୍କର ପିଶାଚି। ଚକୋଲେଟ୍ ଖାଇବା ଲୋଭରେ ଯିଏ ବି ସେ ଘର ଭିତରକୁ ଯାଉଥିଲା, ପିଶାଚି ତାକୁ ମାରି ଖାଇ ଦେଉଥିଲା। ଆମ ପେଟ ପୁରିଗଲା, ଆମେ ଏବେ ଘରକୁ ଯିବୁ। ଆଉ ତମେମାନେ ଘରକୁ ଫେରି ପାରିବନି। ଆଜିଠୁ ଏଇଠି ତମେମାନେ ରହିବ। ଏମିତି କହି ସେ ବୁଢ଼ୀ ପିଶାଚି ସାନ ଛୁଆ ମିକିକୁ ପିଞ୍ଜରା ଭିତରେ ରଖିଲା। ଛାଡ଼ିଦିଅ, ମୋ ଭଉଣୀକୁ ଛାଡ଼ିଦିଅ। ମତେ ଛୋଟ ଛୁଆଙ୍କୁ ଖାଇବାକୁ ଭାରି ଭଲ ଲାଗେ। ତୋ ଭଉଣୀକୁ ମୁଁ ଖାଇବି, ହେଲେ ଏବେ ନୁହଁ। ସେ ଆଉ ଟିକେ ମୋଟା ହେଇସାରୁ, ତାପରେ ମୁଁ ତାକୁ ଖାଇବି। ତୁ ବଡ଼, ସେଥିପାଇଁ ତୁ ଆଜିଠୁ ମୋ ଘରର ସବୁ କାମ କରିବୁ। ଭଲ ଭଲ ରୋଷେଇ କରି ତୋ ଭଉଣୀକୁ ଖାଇବାକୁ ଦେ। ସେ ମୋଟା ହେଲେ ମୁଁ ତାକୁ ଖାଇବି। ସେଦିନ ପରଠାରୁ ଟିକି ଆଉ ମିକି ପିଶାଚିର ଘରେ ବନ୍ଦୀ ହେଇ ରହିଲେ। ଟିକି ଚଢ଼େଇ ପିଶାଚି ଘରର ସବୁ କାମ କରୁଥିଲା। ଏମିତି କିଛି ଦିନ ବିତିଗଲା। ଦିନେ ବୁଢ଼ୀ ପିଶାଚିଟି କହିଲା, ଅନେକ ଦିନ ହେଇଗଲାଣି ମୁଁ ଚଢ଼େଇ ମାଂସ ଖାଇନି। ଆଜି ମୋର ଚଢ଼େଇ ମାଂସ ଖାଇବା ପାଇଁ ଭାରି ଇଚ୍ଛା ହେଉଛି। ଯାଏ, ମୁଁ ଆଜି ତାକୁ ଖାଇନିଏ। ଏଇ ଟିକି, ଯା, ଚୁଲିରେ ଯୋଉ ବଡ଼ ହାଣ୍ଡି ଅଛି ସେଥିରେ ପାଣି ଗରମ କରିବୁ। ମତେ ଆଜି ଭାରି ଭୋକ ଲାଗୁଛି। ମୁଁ ଆଜି ତ ଭଉଣୀର ସୁପ୍ ବନେଇକି ପିଇବି। ନା ନା, ଏମିତି କରନି। ମୋ ଭଉଣୀକୁ ମାରନି, ତାକୁ ଭାରି କଷ୍ଟ ହେବ। ତୁମେ ମତେ ମାରି ଖାଇନିଅ, ମୋ ଭଉଣୀକୁ ଛାଡ଼ିଦିଅ। ଚୁପ୍, ଏକଦମ ଚୁପ୍। ବେଶୀ ପାଟି କରିବୁ ତ ମୁଁ ତମ ଦୁଇ ଜଣଙ୍କୁ ଏକା ସାଙ୍ଗରେ ଖାଇଦେବି। ଯା, ଶୀଘ୍ର ପାଣି ଗରମ କରିବୁ। ହେ ଭଗବାନ, କିଛି ରାସ୍ତା ଦେଖାଅ। ମୁଁ ମୋ ଭଉଣୀକୁ କେମିତି ରକ୍ଷା କରିବି? ଆମ ଉପରେ ଦୟା କର ପ୍ରଭୁ। ଏଇ ଟିକି, ପାଣି ଗରମ ହେଲା ନା ନାହିଁ ଶୀଘ୍ର କହ। ଇଏ ମାନେ, ମୁଁ ତ ବହୁତ ଛୋଟ। ଏତେ ବଡ଼ ହାଣ୍ଡିରେ ପାଣି ଗରମ ହେଲା କି ନାହିଁ ମୁଁ ଦେଖିପାରୁନି। ଓହୋ, ମୁଁ ଆଉ ଅପେକ୍ଷା କରିପାରିବିନି। ଯା, ମୋ ଘରେ ଥିବା ସିଡ଼ି ଆଣିବୁ। ମୁଁ ନିଜେ ଦେଖିବି ପାଣି ଗରମ ହେଲା କି ନାହିଁ। ଟିକି ଚଢ଼େଇ ଏକ ବଡ଼ ସିଡ଼ି ଆଣି ସେଠି ରଖିଦେଲା। ପିଶାଚି ପାଣି ଦେଖିବା ପାଇଁ ସିଡ଼ି ଚଢ଼ିଲା। ସେ ପାଣିକୁ ଦେଖିବା ସମୟରେ ହିଁ ଟିକି ଚଢ଼େଇ ପଛପଟୁ ତାକୁ ଧକ୍କା ଦେଇ ସେଇ ଗରମ ପାଣିରେ ପକାଇଦେଲା। ପିଶାଚି ସେଇ ଗରମ ପାଣିରେ ଛଟପଟ ହେଇ ମରିଗଲା। ସେ ଯେମିତି ମରିଗଲା, ମିକି ପିଞ୍ଜରା ଭିତରୁ ବାହାରି ଆସିଲା। ମିକି, ସେ ପିଶାଚି ମରିଗଲା। ଚାଲ ଏବେ ଘରକୁ ଫେରିଯିବା। ହଁ ଦିଦି, ଚାଲ ଏବେ ଘରକୁ ଯିବା। ଦିଦି ଦେଖେ, ଏ ଘରେ କେତେ ସୁନା ଟଙ୍କା ଅଛି। ଚାଲ ଏଥିରୁ କିଛି ନେଇଯିବା। ଦୁଇ ଭଉଣୀ ଅନେକ ସାରା ସୁନା ଟଙ୍କା ଧରି ସେ ଘରୁ ବାହାରି ଆସିଲେ। ସେମାନେ ତାଙ୍କ ଘରକୁ ଫେରିବାର ରାସ୍ତା ଖୋଜୁଥିଲେ। ହଠାତ୍ ସେମାନେ ତାଙ୍କ ବାପାକୁ ଦେଖିଲେ। ରାଜୁ ଜଙ୍ଗଲରେ ବୁଲି ବୁଲି ତାର ଦୁଇ ଝିଅଙ୍କୁ ହିଁ ଖୋଜୁଥିଲା। ଟିକି ଆଉ ମିକି ଶୀଘ୍ର ତାଙ୍କ ବାପାଙ୍କ ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ମାରେ, ମତେ ତମେମାନେ କ୍ଷମା କରିଦିଅ। କେତେ ଦିନରୁ ମୁଁ ତମମାନଙ୍କୁ ଖୋଜୁଥିଲି। ମୁଁ ତମର ସେ ସାବତ ମାକୁ ଘରୁ ବାହାର କରିଦେଇଛି। ତାରି ପାଇଁ ତମେମାନେ ଅନେକ କଷ୍ଟ ପାଇଲ। ଆଉ ନୁହଁ, ଚାଲ ଏବେ ଘରକୁ ଯିବା। ରାଜୁ ତାର ଦୁଇ ଝିଅଙ୍କୁ ନେଇ ଘରକୁ ଫେରି ଆସିଲା। ଟିକି ଆଉ ମିକି ଆଣିଥିବା ସୁନା ଟଙ୍କାରେ ସେମାନେ ତାଙ୍କର ସବୁ ଋଣ ସୁଝିଦେଲେ। ସେଦିନ ପରଠାରୁ ସେମାନେ ଅନେକ ଖୁସିରେ ରହିଲେ।